ବରକଳା ବ୍ଲକ ବଡ଼ଘୁମେରଠାରେ ଥିବା ଦେବୀ ମା ଚକା ମଲ୍ଲିନଙ୍କ ବାର୍ଷିକ ଦଶହରା ପର୍ବ ମହା ସମାରୋହରେ ପାଳିତ ହୋଇଯାଇଛି। ମାଙ୍କ ଦର୍ଶନ କରିବା ପାଇଁ ଶହ ଶହ ମାନସିକଧାରୀ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଖଡ଼ିଆଳ ଅଞ୍ଚଳର ବାରମୁଲା ଗାଁରେ ଜମିଦାରଙ୍କ ଏକ ସୁନ୍ଦର କନ୍ୟା ଥିଲା। ହଠାତ୍ ଦିନେ ସେ ରୋଗରେ ପୀଡ଼ିତ ହୋଇ ମୃତ୍ୟୁବରଣ କଲା। ପରମ୍ପରା ବିରୁଦ୍ଧରେ ଯାଇ ଜମିଦାର ମୃତ କନ୍ୟାଟିକୁ ଦାହ କରିଥିଲେ। ଏହାପରେ ଜମିଦାରଙ୍କ ଘରେ ଅନେକ ଅଘଟଣ ଘଟିଲା। ଅନେକ ତନ୍ତ୍ରମନ୍ତ୍ର କରିବା ସତ୍ତ୍ୱେ ମଧ୍ୟ ଠିକ୍ ହେଲା ନାହିଁ। ଶେଷରେ 12 ଭାଇ ମରାଳ ଗୁରୁ ଜମିଦାର ଘରକୁ ଆସି ପ୍ରେତାତ୍ମାକୁ ବଶୀଭୂତ କଲେ। କିନ୍ତୁ ପ୍ରେତାତ୍ମାର ସର୍ତ୍ତ ରହିଲା, ମୋତେ ଘରୁ ନେଲା ପରେ ଯେଉଁଠାରେ ସନ୍ଧ୍ୟା ହେବ ସେହିଠାରେ ସ୍ଥାପନ କରି ପୂଜା କରାଯିବ। ସେହି ଅନୁସାରେ ଘରୁ ବାହାରିଲେ। ଆସୁ ଆସୁ ସନ୍ଧ୍ୟା ହେବାରୁ ଧର୍ମଗଡ଼ ବ୍ଲକ ବଡ଼ଘୁମେର ଗ୍ରାମର ଚକାମାଲ ନାମକ ଏକ ଜମିରେ ସମସ୍ତେ ବିଶ୍ରାମ ନେଲେ। ସର୍ତ୍ତ ଅନୁସାରେ ସେଠାରେ ପ୍ରେତାତ୍ମାକୁ ସ୍ଥାପନ କରି ପୂଜା କରିବା କଥା, କିନ୍ତୁ 12 ଭାଇ ମରାଳ ଗୁରୁ ତାହା କଲେ ନାହିଁ। ସକାଳ ପାଇବା ବେଳକୁ 12 ଭାଇ ମରାଳ ଗୁରୁ, ବଜନିଆ, ନରିଆ ସମସ୍ତେ ମରି ପଡ଼ିଥିଲେ। ଅପୂଜା ହୋଇ ରହିବାରୁ ବଡ଼ଘୁମର ଗାଁରେ ନାନା ପ୍ରକାର ଅଘଟଣ ଘଟିବାକୁ ଲାଗିଲା। ସେ କାଳରେ ଝିଅମାନେ ବୋରିଆ ଖେଳୁଥିଲେ। ସେହି ସମୟରେ ସେହି ପ୍ରେତାତ୍ମା ଜଣେ ଝିଅକୁ ଉଭାନ କରି ନେଉଥିଲା। ଘଟଣାକ୍ରମେ ଉତ୍ତରପ୍ରଦେଶରୁ ଆସିଥିବା ଗୟାନାଗ ନାମକ ଜଣେ ବୈଷ୍ଣବ ପ୍ରେତାତ୍ମାକୁ ବଶୀଭୂତ କଲେ। ତେବେ ସର୍ତ୍ତ ରହିଲା, ପ୍ରତିବର୍ଷ ଆଶ୍ୱିନ ମାସ କୃଷ୍ଣପକ୍ଷ ପୂର୍ଣ୍ଣିମା ଦିନ ଦେବୀଙ୍କ ପୂଜାର୍ଚ୍ଚନା ହେବ। ଜମିର ନାଁ ଚକାମାଲ ହୋଇଥିବାରୁ ସେହି ଦିନଠାରୁ ଚକାମଲେନ ଦେବୀ ନାମରେ ନାମିତ ହୋଇ ପୂଜା ପାଇ ଆସୁଛନ୍ତି। ଦେବୀଙ୍କୁ ଦର୍ଶନ କରିବା ପାଇଁ ଶହ ଶହ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ଏବଂ 56 ଜଣ ମାନସିକଧାରୀ ଦେବୀଙ୍କୁ ବୋଦାବଳି ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଦେବୀ ପୂଜାରୀ ଜିତେନ୍ଦ୍ର ପୂଜାରୀ, ମିଥୁନ ପୂଜାରୀ ଦାୟିତ୍ୱ ତୁଳାଇଥିବା ବେଳେ ବଡ଼ଘୁମେର ଗନ୍ତିଆ ଲକ୍ଷ୍ମୀକାନ୍ତ ଗୋପାଳ ଓ ତାଙ୍କ ପରିବାର ଏହି ଦଶହରା ଉତ୍ସବକୁ କାହିଁ କେତେ ବର୍ଷ ଧରି ପାଳନ କରୁଛନ୍ତି। ମାଙ୍କ ଆଶୀର୍ବାଦରୁ ଅନେକ ଶ୍ରଦ୍ଧାଳୁଙ୍କ ମନୋକାମନା ପୂରଣ ପାଇଁ ଶହ ଶହ ବୋଦା ମେଣ୍ଢା ବଳି ପଡ଼ିଥାଏ। ସେ ଖଡ଼ିଆର ଅଞ୍ଚଳରୁ ଆସିଥିଲେ। ଆଉ ଯେତେବେଳେ ସେ ଗୋଟେ ନିଶାର୍ଦ୍ଧରେ ତାଙ୍କୁ ଦେବୀକୁ ଇଆଡ଼େ ଅଣାଯାଉଥିଲା, ତାଙ୍କର ସର୍ତ୍ତ ଥିଲା ଯେ ଦେବୀ ଯେଉଁଠାରେ ସକାଳ ହେବ ସେଠାରେ ସେ ଦେବୀ ରହିଯିବେ ଏବଂ ସେଠାରେ ତା'ର ଆସ୍ଥାନ ହେବ, ଏମିତି ପୂର୍ବରୁ ବିଶ୍ୱାସ ଅଛି। ତେଣୁ ଖଡ଼ିଆର ଅଞ୍ଚଳରୁ ସେ ଯେତେବେଳେ ଆସିଲେ ଏବଂ ଆମର ଯେଉଁ ଏଇ ଦଣ୍ଡପାଟ ଅଞ୍ଚଳରେ ପ୍ରବେଶ କଲେ, ସେହି ସମୟରେ ଆମର ଯେଉଁ ଆମେ ରହିଛୁ, ଯେଉଁ ପୂଜାପୀଠ ରହିଛି, ଏଇଟାକୁ ଆମର ଚକାମାଲ ବୋଲିକରି କୁହାଯାଉଥିଲା, ଯାହା ଆମର ଶାସ୍ତ୍ରରେ ବି ଅଛି, ଆମର ବିଭିନ୍ନ ଆମର ଗେଜେଟ୍ରେ ଅଛି ଯେ ଏଇ ଅଞ୍ଚଳଟା ହେଉଛି ଚକାମାଲ ଅଞ୍ଚଳର। ଯେହେତୁ ଦେବୀଟା ଏଇ ଚକାମାଲ ଅଞ୍ଚଳରେ ଆସିକରି ତାଙ୍କର ଆସ୍ଥାନ ବିଜେ କରିଥିଲେ, ତେଣୁକରି ତାଙ୍କୁ ଚକାମଲେନ ନାମରେ ବିଦିତ କରାଯାଏ। ଆଉ ଭଣ୍ଡାର ନାଁରେ ମଧ୍ୟ ତାଙ୍କୁ ପୂଜା କରାଯାଏ। ପରମ୍ପରା ଦୀର୍ଘ ଦିନର ପୂର୍ବପୁରୁଷରୁ ଏଇଟା ପୂଜା କରି ଆସୁଛୁ। ଏଭଳିଆ ବହୁତ ଲୋକ ଏଠି এই পাখ পঞ্জাব 10 ଗାଁର ଲୋକ ଏଠି ପୂଜା ପାଇଁ ଆସୁଛନ୍। ଆଉ ଏଇଟା ହେଉଛି ପ୍ରତ୍ୟକ୍ଷ ଦେବୀ, ଯେ ଯେମିତି ହିସାବରେ ମାନସିକ କରିବା ତାର ସେଟା ପୂରଣ ହେଉଛି। ସେଥିପାଇଁ ଲୋକଙ୍କର ବିଶ୍ୱାସ ଲାଗି ଏତେ ତାର ଜାକଜମକରେ ପୂଜା ହେଉଛି। ପରମ୍ପରା ଦିନଠାରୁ ବିଗତ ମା ଚକାମଲେନ, ମରାଲ ଗୁରୁ ଏମିତି ଅନେକ ଦେବାଦେବୀଙ୍କୁ ଆମର ଯେନ୍ ପୂର୍ବ ପିଢ଼ିମାନେ କରି ଆସୁଛନ୍, ତାକୁ ମଧ୍ୟ ଆମେମାନେ ଆଜି ଅନୁକରଣ କରି ମାଙ୍କର ଯେଉଁ ମାନସିକ କରିଥାଏ ତାର ପୂରଣ ହେବା ପାଇଁ ବହୁତ ଜାକଜମକରେ ଛତିଶଗଡ଼, ନବରଙ୍ଗପୁର, ଆମର କଳାହାଣ୍ଡିର ଶ୍ରଦ୍ଧାଳୁ ଭକ୍ତମଣ୍ଡଳମାନେ ଆସି ଏଠି ମାଙ୍କର ପୂଜାରେ ଯୋଗଦାନ କରନ୍ତି ଏବଂ ତାଙ୍କର ମାନସିକ ମଧ୍ୟ ପୂରଣ ହୋଇଥାଏ। ସେଗୁଡ଼ା ବାକି ସେ ବନ୍ୟା 5ଟା ମରିଗଲେ ପୂଜାରୀ ସ୍ୱପ୍ନ ହେଲା ପରେ ଆସିଲା ଦେଖିଲେ ସକାଳ ଆସିଲେ ସେ ଜାଗାରେ ନିଜେ ଗଣ୍ଟିଆରେ ପୂଜାରୀ ସ୍ଥାପନ କଲେ। ଆର୍ ପୂଜାଟାକେ ଫାଷ୍ଟ କରି ଓପନ କଲେ ବର୍ଲାର ଗଣ୍ଟିଆ, ତାପରେ ଘୁମର ପୂଜାରୀ। ଏତାର ଯେତେ ପରମ୍ପରା ଲୋକ ବିଶ୍ୱାସ ହେଲା ଯେ ତାର ବାବଦରେ ବହୁତ କିଛି ତା ମାନସିକ କଲା ପରେ ସମସ୍ତେ ଆଜିକରି ଆଶ୍ୱିନ ମାସ ପୂର୍ଣ୍ଣିମାରେ ଏଇଟା ପୂଜା କଲା। ଗୋଟେ ଥର ବର୍ଷ ପୂଜା ହେସି। ଏଣୁକରି ଆମର ଯାତ୍ରାରେ ବହୁତ ଲକ୍ଷ ଲକ୍ଷ ଭକ୍ତ ଆସିଲା ଭଳି ଆସନାରୀ ପୂଜା ପୂଜା ଏବେ ବୋଲି ପ୍ରତିବର୍ଷ ଏଇଟା ମାଙ୍କର ଭିଡ଼ ଲାଗିଛେ। ଆଉ ହଜାର ହଜାର ବି ଆମର ତ ବଲି ଲାଗିଛେ, ହଜାର ହଜାର ଭକ୍ତଙ୍କର ଭିଡ଼ ଅଛେ। ନଡ଼ିଆ ଫଡ଼ିଆର ଭିଡ଼ଟା ଅଛେ। ସର୍ବସାଧାରଣଙ୍କର ଅନୁମତିରେ ଆମର ବଡ଼ଘୁମର ଗ୍ରାମ ଚକାମଲେନ ଯାତ୍ରା
ଚାଲିଛି ଯୁଗ ଯୁଗ ଧରିକରି। ପୂଜାର ତାର ବିଶେଷତ୍ୱ କ'ଣ ଆଜ୍ଞା? ପୂଜା ବିଶେଷ ବେଲେ ଆମର ଘର ଗାଁ ଚକା ମଲନ ବେଲେ ମା ଭଣ୍ଡା ସମସ୍ତେ ଜାଣସନ୍, କଳାହାଣ୍ଡି ସାରା ଲୋକ ବି ଜାଣସନ୍। ମା ବହୁତ ବିଖ୍ୟାତ। ଧର୍ମଗଡ଼ରୁ ଲକ୍ଷ୍ମୀକାନ୍ତ ଧଙ୍ଗଡ଼ାମାଝୀଙ୍କ ରିପୋର୍ଟ G99 ନ୍ୟୁଜ୍। ସପକ୍ଷ ବିପକ୍ଷ ଊର୍ଦ୍ଧ୍ୱରେ G99 ନ୍ୟୁଜ୍।